ଜୟ ଜଗନ୍ନାଥ। ଆଜି ଛୁଆ ଆଲୋଚନା କରିବା ଖଣ୍ଡଗିରିରେ ଜଗନ୍ନାଥ। ମାନେ ଦିନେ ଖଣ୍ଡଗିରି, ଭୁବନେଶ୍ୱର ଖଣ୍ଡଗିରି ଏକାମ୍ର କ୍ଷେତ୍ର, ସେଇଟା ଶ୍ରୀକ୍ଷେତ୍ରରେ ପରିଣତ ହବ। ଆମେ କହୁଛୁ ମହାପୁରୁଷ ଅଚ୍ୟୁତଙ୍କ ସଙ୍ଗେ ସଙ୍ଗେ ସିଦ୍ଧଗିରି କ୍ଷିତି ହାରିବନ୍ଧ ଦାସ ମଧ୍ୟ ପ୍ରମାଣ ଦେଇଛି। ହେଲା, ତତ୍ଵ ସଙ୍ଗେ ସଙ୍ଗେ ଆଉ ଜଣେ ମହାପୁରୁଷ ମଧ୍ୟ ଓଡ଼ିଶାରେ ଆବିର୍ଭୂତ ହେଇଥିଲେ, ତାଙ୍କ ନାଁ ପୀତବାସ ଦାସ। ସେ ଦେହ ଛାଡ଼ିଗଲେଣି, ତାଙ୍କୁ ଲୋକ କିଏ ଜାଣିପାରିଲେନି। ସିଏ ମଧ୍ୟ କିଛି ଲେଖିଥିଲେ। ବୁଝିପାରୁଛ ନା? କିନ୍ତୁ ଏ ଯୋଉ ବିଷୟ ଆଜି ଆଲୋଚନା କରିବା ଖଣ୍ଡଗିରି ଜଗନ୍ନାଥ, ସେ ସମୟ ହେଇ ନାହିଁ, ଅନେକ ବର୍ତ୍ତମାନ ବାକି। ଅନନ୍ତ ଯୁଗରେ ଅନନ୍ତ ମାଧବ ଲୀଳା ବୋଲି ଆମେ ବାରମ୍ବାର କହୁ, ହେଲା, ବା ସଖା ଅଙ୍ଗରେ ପ୍ରଭୁ ଖେଳା ଲୀଳା। ବୁଝି ହଉଛି? ଆଉ ଯେତେବେଳେ ଠାକୁର ଆସିବେ, ଅବତାର ହେବେ, ସେ ଯୋଉ ଖଣ୍ଡଗିରିରେ ରହିବେ, ସେ ସମୟ ହଉଛି ଅଲଗା, ଇଏ ଅନନ୍ତ ମାଧବ ଲୀଳା ହଉଛି ଅଲଗା। ଯଥା ଅଚ୍ୟୁତଙ୍କ ଦେହରେ ହରିହର ବିଶ୍ରାମ କରିବେ। ହରିହର ଅନନ୍ତ ପ୍ଲସ ମାଧବ, ଅନନ୍ତ ବୋଲନ୍ତେ ଶିବ, ମାଧବ ବୋଲନ୍ତେ ସ୍ୱୟଂ କୃଷ୍ଣ, ବା ହରିହର। ହରିହର ଏକତ୍ରିତ ହେଇ କଣ କରିବେ? ଅଚ୍ୟୁତଙ୍କ ଦେହରେ ଖେଳା ଲୀଳା କରିବେ। ଏବଂ ଅଚ୍ୟୁତ କିଛି ଦିନ ଖେଳା ଲୀଳା କଲା ପରେ ତାଙ୍କ ପରେ ଠାକୁର କଣ କରିବେ? ପୁଣି ଆବିର୍ଭୂତ। କୋଉଠି ନା କଳାଗିରି ବୋଲି ଗୋଟେ ଜାଗା ଥିବ, ଅନେକ ତ କଳାଗିରି ଅଛି। ମହାପୁରୁଷ ଗୋଟେ ସ୍ୱତନ୍ତ୍ର ସ୍ଥାନକୁ ମଧ୍ୟ ନିରୂପଣ କରୁଛନ୍ତି। ମାନେ ତା ପଦ୍ମ ପୋଖରୀ ତମେ ଭାବୁଥିବ ଗୋଟେ ପୋଖରୀ ଭିତରେ ପଦ୍ମ ଫୁଟୁଥିବ, ପଦ୍ମ ପୋଖରୀ, ସେ ତା ନୁହେଁ। ତାର ସୂତ୍ର ହଉଛି ଅଲଗା। ଆମେ କହୁନୁ, ମହାପୁରୁଷ ଲେଖିଛନ୍ତି। ହେଲା, ଜାମଳା ନଦୀ ବୋଲି ଗୋଟେ ଲେଖିଛନ୍ତି, ଭୀମ ଭୋଇ ଲେଖିଛନ୍ତି, ତାଙ୍କ ପଦ୍ମ କୂଳ ଦେଖିବ। ହାରିବନ୍ଧ ଦାସ ଲେଖିଛନ୍ତି ତାଙ୍କର ଭବିଷ୍ୟତ ମାଳିକାରେ, ଜାମଳା ନଦୀର ଧାର ସେ ପଦ୍ମ ପୋଖରୀ ଦିଆତ, ଜନମ ହୋଇବେ ଆପଣ ପ୍ରଭୁ ଶ୍ରୀ ଜଗନ୍ନାଥ। ଦେଖିଛନ୍ତି ଜାମଳା ନଦୀର ଧାର, ମାନେ ଏଠି ଦିଟା ନଈ କଥା କହିନାହାନ୍ତି, ଗୋଟେ ନଈ ନା ଥିବ ଜାମଳା। ଥରେ କହିଛି ଯାଜପୁର ପୁରୀ ଭିତରେ 54ଟା ନଈ କଣ ହେଇଛି? ଲୁକାୟିତ ହେଇଯାଇଛି। ଜାମଳା ନଦୀର ଧାର, ଜାମଳା ନଦୀ କୂଳରେ ପଦ୍ମ ପୋଖରୀ ଥିବ, ସେଇ ଠାକୁର। ଆଉ ସେଠି ଗୋଟେ ମହାଦେବ ଥିବେ, ସିଏ ବି ହରିହର ହେଇଥିବେ। ବୁଝିପାରୁଛ? ବୁଝିପାରିଲେ ନା ବୁଝିପାରିଲେ? ସେଇଟା ସବୁଳ ନଗର, ସେଇଟା କିଙ୍କଟ ନଗର, ସେଇ ଗୋଟାକ ଦାସ ନଗର, ସେଇ ଗୋଟାକ ହଉଛି ମାନେ ସବୁ ଯାକ ଆଉ ଗୋଟିଏ ଜାଗା ସବୁ ଜାଗା। ମହାପୁରୁଷ ଲେଖିଛନ୍ତି, କିନ୍ତୁ ଆମେ ସମସ୍ତେ ପଢୁଛେ, କିନ୍ତୁ ସେଇ ସୂତ୍ରଟାକୁ ଆମେ କିଛି ଜାଣିପାରୁନୁ। କାହିଁ ଜାଣିପାରୁନେ? ଆମର କଳ୍ପନା ରହିଛି। କଳ୍ପନା କଣ? ଜଣକୁ କେମିତି ଆମେ ଠାକୁର କରିବା, ତେଣୁ ସବୁ ଯାକୁ ଗବେଷଣା କରିକି ଜଣଙ୍କ ପାଖରେ ଛାଡୁଛୁ। ଯଦି ଆମେ ତାଙ୍କ ଉପରେ ଲୋଭଟାକୁ କାଟିଦବା, ତାହେଲେ ଆମେ ସତ ଜିନିଷଟାକୁ କରିପାରିବା। ସେଇଟା କାହା ଦ୍ୱାରା ହଉ। ତେଣୁ ତମେ ଯେତେ ଚାଲାକ ହେଲେ ଉପର ବୁଲା ବଡ ଯୋଡରେ ବସିଛି, ସେ ଚାବି ମୋଡି ଦଉଛି। ତମେ କଣ ଚାଲାକ? ତମର ମୁଁ ବଡ ଯୋଡରେ ବସିଛି, ବଡ ଚାଲାକ। ଆଉ ମୁଁ କୋଉଠି ଆସିବି ତମେ ଆଗରୁ ଜାଣି ପକେଇବନି, ତମେ ତ ସ୍ୱାର୍ଥବାଦୀ ମାନବ। ଜାମାୟା ଦେବ କତର କାଉ ଜାଣିବେ ନା କଥା, ହଁ କି ନାହିଁ? କିନ୍ତୁ ଜଗା ଏ ସାଧାରଣ ଦେବତା ନୁହନ୍ତି, ତା ଚାରି ଖୁରାକୁ ଦଣ୍ଡବତ। କାହା ପାଇଁ ସେ ଦାରୁ ବ୍ରହ୍ମ ହେଇପାରେ, କିନ୍ତୁ ଆମ ପାଇଁ ସେ ଜୀବନ୍ତ ଠାକୁର। ଜୟ ଜଗନ୍ନାଥ।
ସେ ଯେତେବେଳେ ଆସିବେ ଦି ଭାଇ ଯାକ ଯେମିତି ଯୁଗ ଅବତାର ହୁଏ ହେଲା, ନୃସିଂହ ଶେଷଦେବ, ରାମ ଲକ୍ଷ୍ମଣ, ହଁ ବଳରାମ କୃଷ୍ଣ, ସେମିତି ଆସିବେ କଣ ଅନନ୍ତ କେଶରୀ ଲଲାଟ କେଶରୀ। ବୁଝିବ। ଆଉ ଗୋଟେ ମନର ଗୀତ, ହଂସ କଳାରେ ଅବତାରର ଅନନ୍ତ କେଶରୀ ଲଲାଟ କେଶରୀ। କ୍ଷୀରାବ୍ଦି ସାଗର ନାରାୟଣ ମଧ୍ୟ ଆସିବେ ହେଲା, ସେ ଏବେ କଣ ପଦ୍ମ କେଶରୀ। ବୁଝିନା ଅନନ୍ତ କେଶରୀ ରେବତୀ କାନ୍ତ, ଲଲାଟ କେଶରୀ ଶ୍ରୀ ଜଗନ୍ନାଥ, ପଦ୍ମ କେଶରୀ କ୍ଷୀରାର୍ଣ୍ଣବ ସାଇଁ। କ୍ଷୀରାର୍ଣ୍ଣବରେ ମାନେ ଅନନ୍ତ ଶୟନରେ ଯିଏ ଅଛନ୍ତି, ବୁଝି ହଉଛି ନା, ସିଏ ମଧ୍ୟ ଆସିବେ। ତେଣୁ ଅନନ୍ତ କେଶରୀ, ଲଲାଟ କେଶରୀ, ପଦ୍ମ କେଶରୀ, ଇଏ ତିନି ଜଣ ଯାକ ଭେଟା ଭେଟି ହେଲା। ତେଣୁ ଆଗ ଆସିବେ କିଏ? ସେ ପଦ୍ମ କେଶରୀ। ପଦ୍ମ କେଶରୀ ଇଂଲିଶ କ୍ଷୀରାବ୍ଦି ସାଗର ନାରାୟଣ, ସିଏ ବି କିଏ? ସେ ଅନନ୍ତ ମାଧବ, ସେ ହିଁ ଅନନ୍ତ ଗୋପାଳ। ଯିଏ ଯୋଉ ଅର୍ଥରେ ଯିବ, ଅର୍ଥ ବାହାରିବ ଗୋଟିଏ। ସିଏ ଆଗ ଆସିବେ, ତାପରେ ଆସିବେ କିଏ? ସେ ଇଏ ଅନନ୍ତ କେଶରୀ ଲଲାଟ କେଶରୀ, ଇଏ ଭେଟ ହେବେ। କୋଉଠି ଭେଟ ହେବେ? ଖଣ୍ଡଗିରି ଭେଟ। ସେଥିପାଇଁ ପୀତବାସ ଦାସ ଲେଖନ୍ତି, କହନ୍ତି ଜଗନ୍ନାଥ ନୀଳାଞ୍ଚଳ ଛାଡି ଯାଅ ନା, ତୁମ ନାମରେ ବାଜିବ ନିନ୍ଦା ବାଜଣା। ହେ ପ୍ରଭୁ, ତୁମେ ଏ ଶ୍ରୀକ୍ଷେତ୍ର ଛାଡିକି ଯିବ ନାହିଁ, ଯିବ, ତମ ନାଁରେ ନିନ୍ଦା ବାଜଣା। ସଙ୍ଗରେ ଭାଇକୁ ଧରି ଯିବ ପ୍ରଭୁ ହେ ବାହାରି, ଦେଶେ ଦେଶେ ଉଡାଇବ ଧୂସର ବାନା। ସେ ସମଗ୍ର ବିଶ୍ୱରେ କଣ କରିବ? ଧୂସର ବାନାକୁ ଉଡେଇବ। ଜଗନ୍ନାଥ ନୀଳାଞ୍ଚଳ ଛାଡି ଯାଅ ନା, ତୁମ ନାମରେ ବାଜିବ ନିନ୍ଦା ବାଜଣା। ଦେଖ ଭକ୍ତ ଭଗବାନଙ୍କର କେମିତିଆ କଥା। କେବେ ଆସିବ ଗୋ ଫେରି କୁହ ମତେ ଦଇତାରି। ହେ ପ୍ରଭୁ, ତୁମେ କେବେ ଫେରିବ ପୁଣି ଛତିଆ ମତେ କୁହ। ତୁମ ନାମରେ ବାଜିବ ନିନ୍ଦା ବାଜଣା। ତୁମେ ଯଦି ପୁଣି ଶ୍ରୀକ୍ଷେତ୍ର ନ ଫେରିବ, ତୁମ ନାଁରେ କେତେ ନିନ୍ଦା ବାଜଣା ବାଜିବ। ତୁମେ ପରା ଲକ୍ଷ୍ମୀ କହିଦେଲ ମୁଁ କ୍ଷେତ୍ର ଛାଡିକି ଯିବି ନାହିଁ, ତେଣୁ ତମେ ଫେରିବ, କେବେ ଆସିବ ମତେ କୁହ। ନା ଖଣ୍ଡଗିରିରେ ରହିବ କଡା ଗଣ୍ଡା ଜାରି ହେବ, ଖଣ୍ଡଗିରି ତଳେ ହେବ କଚେରୀ ଖାନା। ହେ ପ୍ରଭୁ, ତୁମେ ବ୍ରହ୍ମାଣ୍ଡ ଧ୍ୱଂସ କରିବା ପରେ ପରେ ମଧ୍ୟ ଫେର କହୁଛ ଖଣ୍ଡଗିରିରେ ଆସିକି ରହିବ, କଡା ଗଣ୍ଡା ଜାରି ହେବ, ସେଠି ବିଚାର ହବ, ଖଣ୍ଡଗିରି ତଳେ ହେବ କଚେରୀ ଖାନା। ଜଗନ୍ନାଥ ନୀଳାଞ୍ଚଳ ଛାଡିଯାଅ। ସେଇଆକୁ ଠାକୁର ଅଭିରାମ ପରମହଂସ ନେଇଛନ୍ତି। ଏହି 7 ପଦ ଅମୂଲ୍ୟ ସମ୍ପଦ ଖଣ୍ଡଗିରି ପରୀକ୍ଷାରେ ସିଦ୍ଧ ସାଧୁ ମାନେ ସଭା କରୁଥିବ, ଦେଖିବ ନେତ୍ର ମୁଖରେ। ଠାକୁର ଅଭିରାମ ପରମହଂସ ସେଇ କଥା ସମାଧାନ କଲେ ହେଲା। ସେଠି ଅନନ୍ତ କେଶରୀ ଯିବେ, ଲଲାଟ କେଶରୀ ଯିବେ, ପଦ୍ମ କେଶରୀ ଯିବେ। ବୁଝିପାରିଲ ନା? ବହଇ ପୀତବାସ ହୋଇ ବଡ ହସ ହସ, କଳି ଯୁଗ କୁରେ ଭାଇ ଛୋଟ ମନ। ହେ ଜଗତ ଭକ୍ତ ବୃନ୍ଦ, ତମେ ମାନେ କଳି ଯୁଗକୁ ଛୋଟ ମନ ନା, ସାଧାରଣ ବୋଲି ଭାବ ନାହିଁ। ଆଗକୁ ଏଇଆ ଘଟିବ, ମତେ ମହାପ୍ରଭୁ କହିଛନ୍ତି ହେଲା। ଅନେକ ମହାପୁରୁଷ ମାନଙ୍କର ଉତ୍କଳ ଭୂଖଣ୍ଡରେ ଆବିର୍ଭୂତ, ସମସ୍ତଙ୍କ ପଦ ରେଣୁକୁ ଆମ ମାନଙ୍କ ସହ। ସମୟ ମନତା ଗୋଟେ ଘଡିଛନ୍ତି ମୁହୂର୍ତ୍ତ, ଯାହାକି ମୁଖରେ କହିହବ ନାହିଁ। ବେଳୁ ବନ୍ଧ ବାନ୍ଧ, କେମିତି ଭବ ସଂସାରରୁ କଣ ହବା ସରିଯିବା। ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦ କବା।